Good afternoon, everyone. Welcome to our channel Edu Odisha Academy. ପିଲାମାନେ ଆଜି ଆମେ ପଢିବା ଶକ୍ତି ସମ୍ବଳ। ତ ଶକ୍ତି ସମ୍ବଳ ଆମେ କାହା କହିବା? ଶକ୍ତି କହିଲେ ଆମେ କ'ଣ ବୁଝିବା? ଆମେ ଏଇ ଜିଓଗ୍ରାଫି ବିଷୟର ପଞ୍ଚମ ଅଧ୍ୟାୟରେ ଶକ୍ତି ସମ୍ବଳ ବିଷୟରେ ପଢିବା। ଶକ୍ତି ଆମେ କୋଉଠୁ ପାଇବା? ପ୍ରଥମେ ଆମେ ଜାଣିବା ଶକ୍ତି ଆମେ କେଉଁ କେଉଁ ଜିନିଷରୁ ପାଉଛେ। ଆମେ ଜାଣିଥିବା ଦୈନନ୍ଦିନ ଜୀବନରେ ଯେକୌଣସି କାର୍ଯ୍ୟ କରିବା ପାଇଁ ଶକ୍ତିର ଆବଶ୍ୟକତା ରହିଛି। ସେ ଆମେ ଚାଲିବା ପାଇଁ ଶକ୍ତି ଦରକାର, ଠିଆ ହେବା ପାଇଁ ଶକ୍ତି ଦରକାର, କାମ କରିବା ପାଇଁ ଶକ୍ତି ଦରକାର, ଯାନବାହନ କ୍ଷେତ୍ରରେ ଗାଡ଼ି ଚାଲିବା ପାଇଁ ଶକ୍ତି ଦରକାର, ତା ସହିତ ରନ୍ଧନ କାର୍ଯ୍ୟ, ଆଲୋକ ପ୍ରଦାନ, ମଟର ଗାଡ଼ି, କଳକାରଖାନାରେ ମେସିନ୍ ଚଲାଇବା ପାଇଁ ଶକ୍ତି ଆବଶ୍ୟକ ହୋଇଥାଏ। ଏହି ସବୁ ଯେଉଁ ଶକ୍ତି ଆବଶ୍ୟକ ହୋଇଥାଏ, ସେ ଶକ୍ତି ଆସୁଛି କୁଆଡ଼େ, କୋଉ ଉତ୍ସରୁ ଶକ୍ତି ଗୁଡ଼ାକ ଆସୁଛି, ଆମେ ଏଇ ବିଷୟରେ ଜାଣିବା। ତା ସହିତ ଆମେ ଜାଣିବା ଶକ୍ତିକୁ କେତେ ଭାଗରେ ବିଭକ୍ତ କରାଯାଇଛି, କ'ଣ କ'ଣ ତାକୁ ଏଇ ଆମେ ଶକ୍ତି ସମ୍ବଳ ବିଷୟରେ ପ୍ରଥମେ ଆମେ ଜାଣିବା ଶକ୍ତି ଆସୁଛୁ କୁଆଡ଼େ, ଆସୁଛି କୋଉ କୋଉ ଜିନିଷରୁ ଆମେ ଶକ୍ତି ପାଉଛେ। ଆମେ ଖାଦ୍ୟ ଖାଇଲେ ଶକ୍ତି ପାଉଛେ, କୋଇଲାରୁ ଶକ୍ତି ଆସୁଛି ଯୋଉଥିରେ ଇନ୍ଧନ ସହିତ ଆମର ତାପ ଶକ୍ତି ଉତ୍ପନ୍ନ ହେଉଛି। ତା ସହିତ ପେଟ୍ରୋଲିୟମ, ଆମେ ଯାନବାହନ ଚଲାଉଛେ ପେଟ୍ରୋଲରେ, ସେଥିରୁ ମଧ୍ୟ ଶକ୍ତି ଆସୁଛି। ପ୍ରାକୃତିକ ଗ୍ୟାସ୍ ଆମର ସିଏନଜି ଗ୍ୟାସ୍ ହଉ କିମ୍ବା ଆମର ରନ୍ଧନ ଗ୍ୟାସ୍ ହଉ, ସେ ସବୁ କ'ଣ ସେଥିରୁ ଆମକୁ ଶକ୍ତି ମିଳିଥାଏ। ଶକ୍ତି ମିନ୍ସ ତାପ ମଧ୍ୟରେ ତାପ ଶକ୍ତି ମିଳିଥାଏ। ୟୁରାନିୟମ ଭଳି ଇନ୍ଧନ ଖଣିଜ ଏବଂ ବିଦ୍ୟୁତ ଶକ୍ତି ଉତ୍ପାଦନ କରାଯାଏ। ହଁ ପିଲାମାନେ, ଆଉ ଗୋଟେ କଥା ଜାଣି ରଖନ୍ତୁ, ଆମେ ଯୋଉ ଘରେ ଏଲଇଡି ବଲ୍ବ ଜଳାଉଛେ, ଫ୍ୟାନ୍ ଚଲାଉଛେ, ଫ୍ରିଜ ଚଲାଉଛେ, ୱାସିଂ ମେସିନ୍ ଚଲାଉଛେ, ସେଥିପାଇଁ ବି ଶକ୍ତି ଦରକାର ହେଉଛି। ତାହେଲେ ପିଲାମାନେ କୁହ, ସେ ଶକ୍ତି ଆସୁଛୁ କୋଉଠୁ? ସେ ଶକ୍ତିର ନାଁ କ'ଣ? କ'ଣ ନା ବିଦ୍ୟୁତ ଶକ୍ତି। ଆମେ ପଢିଲେ ବିଦ୍ୟୁତ ଶକ୍ତି। ଏଇଭଳି ଶକ୍ତିକୁ ଆମେ ଶକ୍ତି ସମ୍ବଳକୁ ଦୁଇଟି ଭାଗରେ ବିଭକ୍ତ କରିଛେ। ଦେଖିପାରୁଥିବ ପିଲାମାନେ, ଆମେ ଏଇ ଚିତ୍ରରେ ଦେଖିପାରୁଥିବ ନା, ସୂର୍ଯ୍ୟରୁ ଆମେ ଶକ୍ତି ପାଉଛେ, ପବନରୁ ଶକ୍ତି ପାଉଛେ, ସୂର୍ଯ୍ୟରୁ ସୋଲାର ମାଧ୍ୟମରେ ଆମେ ବିଦ୍ୟୁତ ଶକ୍ତି ଉତ୍ପାଦନ କରିପାରୁଛେ, ପବନ ମାଧ୍ୟମରେ ଆମେ ପବନ ଶକ୍ତିକୁ ବ୍ୟବହାର କରି ଆମେ ବିଦ୍ୟୁତ ଶକ୍ତିରେ ପରିବର୍ତ୍ତନ କରିପାରୁଛେ, ଏବଂ ନଦୀରେ ନଦୀ ବନ୍ଧ ନିର୍ମାଣ କରିକି ଆମେ କ'ଣ ହାଇଡ୍ରୋ ପାୱାର ଏନର୍ଜି ପ୍ରଡ୍ୟୁସ କରିପାରୁଛେ। ଏଇ ଯୋଉ ଯେତେ ପ୍ରକାର ଶକ୍ତି ଆମେ ପଢିଲେ, ତାକୁ ଆମେ ଫର୍ଦର ଡିଭାଇଡ କରୁଛେ ଦୁଇଟା ପାର୍ଟ। ଶକ୍ତି ସମ୍ବଳକୁ ଦୁଇଟା ପାର୍ଟ ଆମେ ଡିଭାଇଡ କରୁଛେ। ଗୋଟେ ହଉଛି ପାରମ୍ପରିକ ଶକ୍ତି ସମ୍ବଳ, ଗୋଟେ ହଉଛି ଅଣପାରମ୍ପରିକ ଶକ୍ତି ସମ୍ବଳ। ଆର୍ଥିକ ବିକାଶ ଓ ଉନ୍ନତ ଜୀବନଯାପନ ପ୍ରଭୃତି ସମସ୍ତ କାର୍ଯ୍ୟ ପାଇଁ ଶକ୍ତି ଆବଶ୍ୟକ ହୋଇଥାଏ। ସେ ଶକ୍ତି କୋଉଠୁ ଆସୁଛି? ପିଲାମାନେ, କୋଇଲା, ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍, ୟୁରାନିୟମ ଭଳି ଇନ୍ଧନ ଖଣିଜ ଏବଂ ବିଦ୍ୟୁତରୁ ଶକ୍ତି ଉତ୍ପାଦନ କରାଯାଇଥାଏ। ଆମେ ଯୋଉ ଶକ୍ତି ସମ୍ବଳ ଦୁଇଟା ପାର୍ଟରେ ଡିଭାଇଡ କଲେ, ଗୋଟେ ହଉଛି ପାରମ୍ପରିକ ଶକ୍ତି ସମ୍ବଳ, ଗୋଟେ ହଉଛି ଅଣପାରମ୍ପରିକ ଶକ୍ତି ସମ୍ବଳ। ପାରମ୍ପରିକ ଶକ୍ତି କ'ଣ ପିଲାମାନେ? ପାରମ୍ପରିକ ଶକ୍ତି କହିଲେ ଆମେ ଯୋଉ ଶକ୍ତିକୁ ବର୍ଷ ବର୍ଷ ଧରିକି ଆମେ ବ୍ୟବହାର କରୁଛେ, ବର୍ତ୍ତମାନ ଯାଏ ବି ଆମେ ସେଇ ଶକ୍ତିକୁ ବ୍ୟବହାର କରି ଚାଲିଛେ। ଯେମିତି ଏକ୍ସାମ୍ପଲ ହେଲା ଜାଳେଣୀ କାଠ। ଆମେ ଛୋଟବେଳୁ ଆମେ ଦେଖିକି ଆସୁଛେ, ଜାଳେଣୀ କାଠ ବ୍ୟବହାର କରି ଆମେ ରନ୍ଧନ କାର୍ଯ୍ୟ କରୁଛେ, ଗୋବର ଘଷିକୁ ବ୍ୟବହାର କରୁଛେ, କୋଇଲା, ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ୍ ଏବଂ ବିଦ୍ୟୁତ ଶକ୍ତିକୁ ବ୍ୟବହାର କରି ଆମେ ଦୈନନ୍ଦିନ ଜୀବନରେ ତାକୁ ଆବଶ୍ୟକତାକୁ ପୂରଣ କରୁ। ବର୍ତ୍ତମାନ କିନ୍ତୁ ଜାଳେଣୀ କାଠ ଏବଂ ଘଷିର ବ୍ୟବହାର ସାଧାରଣତଃ ଗ୍ରାମାଞ୍ଚଳରେ ଅଧିକ ଦେଖିବାକୁ ମିଳିଥାଏ। 70% କେବଳ ଏହି ଦୁଇଟି ଉତ୍ସ ଦ୍ୱାରା ପୂରଣ ହୋଇଥାଏ। ଗୋବର ଘଷିର ବ୍ୟବହାରକୁ ନା ପସନ୍ଦ କରାଯାଇଛି, କାରଣ ଏହା ଦ୍ୱାରା କୃଷିକ୍ଷେତ୍ର ଏବଂ ମୂଲ୍ୟବାନ ଜୈବିକ ସାର ପାଇବାରୁ ବଞ୍ଚିତ ହେଉଛି। କିପରି କୃଷିକ୍ଷେତ୍ର ଏକ ମୂଲ୍ୟବାନ ଜୈବିକ ସାର ପାଇବାରୁ ବଞ୍ଚିତ ହେଉଛି ପିଲାମାନେ ଜାଣିଥିବ। ଆମେ ଯଦି ଗୋବରକୁ ଘଷିରେ ପରିଣତ ଜାଳିବା, ତାହେଲେ ଏକରେ କାର୍ବନ ଡାଇଅକ୍ସାଇଡ ବାହାରିବ, ଏନଭାୟରମେଣ୍ଟ ପଲ୍ୟୁସନ ହେବ। ଯଦି ଆମେ ତାକୁ ଗୋବର ଖତ ଭାବରେ ବ୍ୟବହାର କରିବା, ତାହେଲେ ଆମେ ଅର୍ଗାନିକ ଫାର୍ମିଂ କରିପାରିବା ଏବଂ ଜମିର ଉର୍ବରତା ବୃଦ୍ଧି ପାଇବା। ଯଦି ଆମେ ତାକୁ ଜାଳେଣୀ ଭାବରେ ଘଷି ଭାବରେ ଆମେ ବ୍ୟବହାର କରିବା, ତାହେଲେ ସେ କ'ଣ ଆମକୁ ତାପ ଶକ୍ତି ଦେଇ ସାରିଲା ପରେ ସେ କ'ଣ ୱେଷ୍ଟ ପରିଣତ ହେଇଯିବ ବା ପାଉଁଶରେ ପରିଣତ ହେଇଯିବ, ଯୋଉଟା କି ଆମ ମୃତ୍ତିକା ପାଇଁ ଉର୍ବର ହୋଇନଥାଏ। ସେକେଣ୍ଡ ହେଲା ଅଣପାରମ୍ପରିକ ଶକ୍ତି ସମ୍ବଳ। ଅଣପାରମ୍ପରିକ କ'ଣ ନା, ଆମେ ଯେତେବେଳେ ଜାଣିଲେ ଯେ
ପ୍ରାକୃତିକ ଗନ୍ତାଘରେ ଯୋଉ ଶକ୍ତି ସବୁ ଅଛି, ଶକ୍ତି ସମ୍ବଳ ଗୁଡାକ, ଯେମିତି ଆମେ କୋଇଲା ପଢିଲେ, ଜାଳେଣୀ କାଠ ପଢିଲେ, ଗୋବର ଘଷି ପଢିଲେ, ପେଟ୍ରୋଲିୟମ ପଢିଲେ, ଏଗୁଡାକ ବ୍ୟବହାର କଲେ ଦିନେ ନା ଦିନ ଏ ସରିଯିବ। ଜାଣିଛ ପିଲାମାନେ, ଏମାନଙ୍କୁ ସରନ୍ତି ଶକ୍ତି ସମ୍ବଳ ବୋଲି କୁହାଯାଏ। କାହିଁକି ନା ଆମେ ସମ୍ବଳରେ ପଢିଥିଲେ, ସମ୍ବଳ ଆମେ କାହାକୁ କହିବା ପିଲାମାନେ? ନା ଯେଉଁ ପଦାର୍ଥ ପ୍ରଦ୍ୟୋଗିକ ଦୃଷ୍ଟିକୋଣରୁ ସୁଗମ୍ୟ, ଅର୍ଥନୈତିକ ଦୃଷ୍ଟିକୋଣରୁ ସମ୍ଭବ ଏବଂ ସାଂସ୍କୃତିକ ଦୃଷ୍ଟିକୋଣରୁ ଗ୍ରହଣଯୋଗ୍ୟ, ତାକୁ ଆମେ ସମ୍ବଳ କହିବା ପିଲାମାନେ। ସମ୍ବଳର ପ୍ରକାରଭେଦ ବିଷୟରେ ପଢିଥିଲେ, ଗୋଟେ ସରନ୍ତି ଶକ୍ତି ସମ୍ବଳ, ଗୋଟେ ହଉଛି ଅସରନ୍ତି ଶକ୍ତି ସମ୍ବଳ। ସରନ୍ତି ଶକ୍ତି ସମ୍ବଳ କହିଲେ ପିଲାମାନେ ଯୋଉଟା କି ବ୍ୟବହାର ପରେ, ବାରମ୍ବାର ବ୍ୟବହାର ପରେ ତାହା ସରି ଯାଇଥାଏ, ତାକୁ ଆମେ ସରନ୍ତି ଶକ୍ତି ସମ୍ବଳ କହୁଛେ। ଅସରନ୍ତି କଣ? ବାରମ୍ବାର ବ୍ୟବହାର ସତ୍ତ୍ୱେ ବି ପୁଣି ସେ ସୃଷ୍ଟି ହେଇପାରିବ ବା ସେ କେବେ ବି ସରିବ ନାହିଁ, ତାକୁ ଅସରନ୍ତି ଶକ୍ତି ସମ୍ବଳ କହିବା। ଆମେ ଯଦି ଏଠି ପଢିବା ଅଣପାରମ୍ପରିକ ଶକ୍ତି ସମ୍ବଳ, ଏଥିରେ ସୂର୍ଯ୍ୟ କିରଣ କଥା କୁହାଯାଇଛି, ପବନ ଶକ୍ତି କଥା କୁହାଯାଇଛି, ଜୁଆର ଶକ୍ତି କଥା କୁହାଯାଇଛି, ଭୂତାପ ଶକ୍ତି କଥା କୁହାଯାଇଛି, ଜୈବ ବସ୍ତୁ ଏବଂ ପରମାଣୁ ଶକ୍ତି କଥା କୁହାଯାଇଛି। ଇଏ କେବେ ସରିବ ନାହିଁ। ଆଉ ସେଥିପାଇଁ କଣ କରାଯାଇଛି ନା ଏଇ ଯୋଉ ପାରମ୍ପରିକ ଶକ୍ତିକୁ କନଜରଭେସନକୁ ବଢେଇବା ପାଇଁ, କନଜରଭେସନ କରିବା ପାଇଁ ଅଣପାରମ୍ପରିକ ଶକ୍ତିକୁ ଗୋଟେ ବିକଳ୍ପ ଭାବରେ ଗ୍ରହଣ କରାଯାଇଛି। ତାପରେ ଆମେ ପଢିବା ପାରମ୍ପରିକ ଶକ୍ତିର ଉତ୍ସ ଗୁଡାକ କଣ କଣ। ପାରମ୍ପରିକ ଶକ୍ତି ଆମେ କୋଉଠୁ ପାଉଛେ? ନା କୋଇଲା। କୋଇଲାକୁ ପାରମ୍ପରିକ ଶକ୍ତି ସମ୍ବଳ କୁହାଯାଏ। ଭାରତରେ ମିଳୁଥିବା ଜୀବାଶ୍ମ ଇନ୍ଧନ ଗୁଡିକ ମଧ୍ୟରେ କୋଇଲା ସବୁଠାରୁ ଅଧିକ ପରିମାଣରେ ମିଳେ। ଦେଶର ଆବଶ୍ୟକ ହେଉଥିବା ଶକ୍ତି ଚାହିଦାର ମୁଖ୍ୟ ଭାଗ କୋଇଲା ଦ୍ୱାରା ପୂରଣ କରାଯାଇଥାଏ। ବିଦ୍ୟୁତ ଶକ୍ତି ଉତ୍ପାଦନ, ଶିଳ୍ପାନୁଷ୍ଠାନ ଓ ଘରୋଇ ବ୍ୟବହାର ପାଇଁ କୋଇଲା ବ୍ୟବହୃତ ହୋଇଥାଏ। ବାଣିଜ୍ୟିକ ଶକ୍ତି ଆବଶ୍ୟକ ମେଣ୍ଟାଇବା ପାଇଁ ଦେଶ ବହୁ ମାତ୍ରାରେ କୋଇଲା ଉପରେ ନିର୍ଭର କରିଥାଏ। ଯେହେତୁ ପିଲାମାନେ ଆମ ଦେଶରେ କୋଇଲାର ପରିମାଣ ଅଧିକ ଉତ୍ପାଦନ କରାଯାଇଥାଏ, ସେଥିପାଇଁ କୋଇଲାକୁ ବିଭିନ୍ନ କାର୍ଯ୍ୟରେ ଲଗାଯାଇଥାଏ। ଯେମିତି ବିଦ୍ୟୁତ ଶକ୍ତି ଉତ୍ପାଦନ କ୍ଷେତ୍ର ହଉ, ଶିଳ୍ପାନୁଷ୍ଠାନ ହଉ, ଘରୋଇ ବ୍ୟବହାର ପାଇଁ କୋଇଲାକୁ ବ୍ୟବହାର କରାଯାଇଥାଏ। ସେଥିପାଇଁ କୋଇଲା ଉପରେ ବହୁତ ପ୍ରକାର ଶିଳ୍ପ ଡିପେଣ୍ଡେଣ୍ଟ ହୋଇଥାଏ। ତ ପିଲାମାନେ ଆମେ ପଢିଲେ କୋଇଲା କଥା, ପଢିଲେ କୋଇଲାକୁ କେମିତି ବ୍ୟବହାର କରାଯାଉଛି, କିନ୍ତୁ କୋଇଲା ସୃଷ୍ଟି ହେଉଛି କେମିତି, ଆମେ ଜାଣିବା କେଉଁ ପ୍ରକ୍ରିୟାରେ କୋଇଲା ସୃଷ୍ଟି ହେଉଛି। ତମେ ଭାବୁଥିବ ଆମେ କୋଇଲା ତ ଆମ ଘରେ ସୃଷ୍ଟି ହେଉଛି, ଆମେ ଜାଳେଣୀ କାଠ ବ୍ୟବହାର କରିସାରିଲା ପରେ ଯୋଉ ପାଉଁଶ ମିଳୁଛି ତାକୁ ଆମେ କୋଇଲା ବି କହୁଛେ। ତ ସିଏ କୋଇଲା ପିଲା, ଏଇ ଯୋଉ କୋଇଲା ସିଏ କୋଇଲା ନୁହଁ। ଆମେ ଏହାର ପ୍ରୋସେସ ବୁଝିବା, କେମିତି କୋଇଲା ସୃଷ୍ଟି ହେଉଛି। ଉଦ୍ଭିଦ ଗୁଡିକ ନିୟୁତ ନିୟୁତ ବର୍ଷ ଧରି ମାଟି ତଳେ ଚାପି ହୋଇ ରହିବା ଫଳରେ ସଂକୁଚିତ ହୋଇ ବାୟୁର ଅନୁପସ୍ଥିତିରେ ରାସାୟନିକ ବିଘଟନ ହେବା ଦ୍ୱାରା କୋଇଲାରେ ପରିଣତ ହୁଏ। ପିଲାମାନେ ତୁମେ ପଢିଥିବ ତମ ବିଜ୍ଞାନ ବହିରେ ବିଘଟନ ପ୍ରକ୍ରିୟା। ବିଘଟନ ପ୍ରକ୍ରିୟାରେ କଣ ହୋଇଥାଏ ପିଲାମାନେ? ନା ଗୋଟିଏ ପ୍ରତିକାରକୁ ଯଦି ଏକରୁ ଅଧିକ ଉତ୍ପାଦ ସୃଷ୍ଟି ହୋଇଥାଏ ତାକୁ ଆମେ ବିଘଟନ ପ୍ରକ୍ରିୟା କହୁଛେ, ଏବଂ ସେଥିପାଇଁ କିଛି ଫ୍ୟାକ୍ଟର ତା ଉପରେ କାର୍ଯ୍ୟ କରିଥାଏ। ସେ ଫ୍ୟାକ୍ଟର ଗୁଡିକ କଣ? ନା ଆଇଦର ଚାପ ହେଇପାରେ, ତାପ ହେଇପାରେ କିମ୍ବା ସମୟ ହେଇପାରେ। ତ ଏଇ ଯୋଉ ଫ୍ୟାକ୍ଟର ଉପରେ ଯୋଉ ବିଘଟନ ପ୍ରକ୍ରିୟା ହଉଛି, ସେମିତି ଏଇ କୋଇଲାର ଯୋଉ ଉତ୍ପାଦନ ବା ସୃଷ୍ଟି କେମିତି ହେଇଥାଏ? ନା ବିଘଟନ ପ୍ରକ୍ରିୟା ମାଧ୍ୟମରେ ହୋଇଥାଏ। ସେ ଯୋଉ ଫ୍ୟାକ୍ଟର କଥା କହିଲେ, ଗଭୀରତା, ଚାପର ମାତ୍ରା ଏବଂ କେତେ ସମୟ ପର୍ଯ୍ୟନ୍ତ ଉଦ୍ଭିଦ ମାଟି ତଳେ ପୋତି ହୋଇ ରହି, ସେହି ଅନୁସାରେ କୋଇଲା ଭିନ୍ନ ଭିନ୍ନ ପ୍ରକାର ହୋଇଥାଏ। ତେଣୁ ଏହାକୁ ଜୀବାଶ୍ମ ଇନ୍ଧନ ବୋଲି କୁହାଯାଏ। କାହାକୁ? ନା କୋଇଲାକୁ ଜୀବାଶ୍ମ ଇନ୍ଧନ କୁହାଯାଏ। ଆମେ ଏଇ ଚିତ୍ରରେ ଦେଖିପାରିବା ନା ଜୀବାଶ୍ମ ଇନ୍ଧନ କାହିଁ କୁହାଯାଏ? ନା ଜୀବ ମାନଙ୍କର ବିଘଟନ ପ୍ରକ୍ରିୟାରେ ସୃଷ୍ଟି ହେଉଥିବାରୁ ତାକୁ ଜୀବାଶ୍ମ ଇନ୍ଧନ ବୋଲି କୁହାଯାଏ। କୋଇଲାକୁ ଚାରୋଟି ପ୍ରକାରରେ ଡିଭାଇଡ କରାଯାଇଛି। ଗୋଟେ ହଉଛି ପିଟ୍ କୋଇଲା ପଡିବା ପ୍ରଥମେ, ଦେନ୍ ଲିଗ୍ନାଇଟ୍ କୋଇଲା, ବିଟୁମିନସ୍ କୋଇଲା ଆଉ ଆନ୍ଥ୍ରାସାଇଟ୍ କୋଇଲା। ତ ଏମାନଙ୍କର ନାଁ ଭିନ୍ନ ଭିନ୍ନ ହବାର କାରଣ କଣ? ପ୍ରଥମେ ପଡିବା ପିଟ୍ କୋଇଲା। ପିଟ୍ କୋଇଲା କେମିତି ସୃଷ୍ଟି ହେଇଥାଏ? ନା ଜଳାକୀର୍ଣ୍ଣ ଭୂମିରେ କ୍ଷୟପ୍ରାପ୍ତ ଉଦ୍ଭିଦରୁ ପିଟ୍ କୋଇଲା ସୃଷ୍ଟି ହୁଏ। ପିଟ୍ କୋଇଲାରେ ଅଙ୍ଗାରକର ମାତ୍ରା କମ୍, ପ୍ରାୟତଃ 50% କମ୍ ଅଙ୍ଗାରକ ରହିଥାଏ ଓ ଜଳୀୟ ଅଂଶ ଅଧିକ ଥାଏ। ଜଳିଲା ବେଳେ ପ୍ରବଳ ଧୂଆଁ ବାହାରେ ଏବଂ ଏହାର ତାପ ପ୍ରଦାନକାରୀ ଶକ୍ତି ମଧ୍ୟ କମ୍ ହୋଇଥାଏ। ପିଲାମାନେ ଆମେ ପିଟ୍ କୋଇଲା ବିଷୟରେ ପଢିଲେ ଯେ ଏହାର 50% କମ୍ ଅଙ୍ଗାରକ ଥାଏ। ତ ଅଙ୍ଗାରକଟା କଣ? ଅଙ୍ଗାରକ କଣ ଆମେ ଜାଣିବା। ତ ଅଙ୍ଗାରକ ହଉଛି ଏମିତି ଜିନିଷ ଯାହା
ଯେମିତି ଆମେ ଫର ଏକ୍ସାମ୍ପଲ ଆମେ ଏକ୍ସାମ୍ପଲ ନେବା, ଯଦି ଆମେ ଜାଳେଣୀ କାଠ ଜାଳୁଛେ, ସେ ଜଳୁଛି କ'ଣ ପାଇଁ? କାରଣ ସେଥିରେ ଅଙ୍ଗାରକ ମାତ୍ରା ଥିବାରୁ ସେ ଜଳିବାରେ ସହାୟକ ହଉଛି ବା ଜଳୁଛି, କାରଣ ଆମକୁ ତାପ ପ୍ରଦାନ କରୁଛି କିଏ? ଅଙ୍ଗାରକ। ତ ଯେତେ ଯେଉଁ ପଦାର୍ଥରେ ଯେତେ ଅଙ୍ଗାରକ ଥିବ ସେତେ ତାର ଶକ୍ତି ଆମେ ପାଇବା, ସେ ଜିନିଷରୁ ସେତେ ଶକ୍ତି ଆମେ ପାଇବା। ଏଠି ପିଟ୍ କୋଇଲାରେ ହେଉଛି 50% ହେଉଛି କ'ଣ? ଅଙ୍ଗାରକ ରହିଥାଏ ଏବଂ ଜଳୀୟ ଅଂଶ ଅଧିକ ରହିଥାଏ, ସେଥିପାଇଁ ଇଏ ଧୂଆଁ ଅଧିକା ହୋଇଥାଏ। ଜଳିଲା ବେଳେ ଇଏ କ'ଣ? ଧୂଆଁ ବାହାରେ ଏବଂ ଏହାର ତାପ ପ୍ରଦାନ କରି ଶକ୍ତି ମଧ୍ୟ କମ୍। ଯେତେ କମ୍ ଜଳିବ ସେତେ ଧୂଆଁ ବି ତାପ ବି ମଧ୍ୟ କମ୍ ସୃଷ୍ଟି ହେବ। ଏଥିରୁ ଆମେ ଜାଣିବା କ'ଣ ନା ପିଟ୍ କୋଇଲା ହେଉଛି ସର୍ବନିମ୍ନ ମାନର କୋଇଲା, ହେଉଛି ପିଟ୍ କୋଇଲା। କୋଇଲା ଭିତରେ ନିମ୍ନମାନର କୋଇଲା ହେଉଛି ପିଟ୍ କୋଇଲା। ଦେନ୍ ଆମେ ଆସିବା ଲିଗ୍ନାଇଟ୍ କୋଇଲା। ଲିଗ୍ନାଇଟ୍ କୋଇଲା ଆମେ କାହାକୁ କହିବା ନା ଲିଗ୍ନାଇଟ୍ ଏକ ନିମ୍ନମାନର ବାଦାମୀ କୋଇଲା। ଏହା ମଧ୍ୟ ଏକ ନିମ୍ନମାନର ବାଦାମୀ କୋଇଲା। ଏହା କୋମଳ ଏବଂ ଏଥିରେ ଜଳୀୟ ଅଂଶ ଅଧିକ ଥାଏ, ପ୍ରାୟ 60% ଅଙ୍ଗାରକ ଥାଏ। ଆମେ ପଢ଼ିଥିଲେ ପିଲାମାନେ ପିଟ୍ କୋଇଲାରେ କେତେ? 50% ଅଙ୍ଗାରକ ରହିଥିଲା ବେଳେ ଲିଗ୍ନାଇଟ୍ କୋଇଲାରେ କେତେ? 60% ଅଙ୍ଗାରକ ଥାଏ। ଲିଗ୍ନାଇଟ୍ ମୁଖ୍ୟତଃ ତାମିଲନାଡୁର ନେଭେଲି ଠାରେ ମିଳେ ଏବଂ ବିଦ୍ୟୁତ ଶକ୍ତି ଉତ୍ପାଦନରେ ବ୍ୟବହୃତ ହୁଏ। ପିଲାମାନେ ଏଇଠି ଗୋଟେ କ୍ୱେଶ୍ଚିନ୍ ଆସିବ ଯେ ବିଦ୍ୟୁତ ଶକ୍ତି ଉତ୍ପାଦନରେ କେଉଁ କୋଇଲାକୁ ବ୍ୟବହାର କରାଯାଏ? କେଉଁ କୋଇଲା ପିଲାମାନେ? ନା ଲିଗ୍ନାଇଟ୍ କୋଇଲା। ଲିଗ୍ନାଇଟ୍ କୋଇଲା ବିଦ୍ୟୁତ ଶକ୍ତି ଉତ୍ପାଦନ ପାଇଁ ବ୍ୟବହାର କରାଯାଇଥାଏ। ତାପରେ ଆସିଲେ କ'ଣ? ବିଟୁମିନସ୍ କୋଇଲା। ଯେଉଁ କୋଇଲା ଗୁଡ଼ିକ ଭୂଗର୍ଭର ଖୁବ୍ ଗଭୀର ପୋତି ହୋଇ ରହିଥାଏ ଏବଂ ଅତ୍ୟଧିକ ତାପମାତ୍ରା ପ୍ରଭାବରେ ଆସିଥାଏ, ତାହାକୁ ବିଟୁମିନସ୍ କୋଇଲା କୁହାଯାଏ। କୋଇଲା ଘରୋଇ ଇନ୍ଧନ, ଇଟା ତିଆରି କାରଖାନା ଏବଂ ଲୌହ ଇସ୍ପାତ କାରଖାନାରେ ବ୍ଲାଷ୍ଟ ଫର୍ନେସରେ ଲୁହା ପଥର ଗଳନ ପାଇଁ ବ୍ୟବହୃତ ହୁଏ। ଏଥିରେ 60ରୁ 80% ଅଙ୍ଗାରକ ଥାଏ। ପିଲାମାନେ ଏଠି କ'ଣ ଲେଖାଇଛି ନା କ'ଣ କହିଲେ ବିଟୁମିନସ୍ କୋଇଲା କଥା? ନା ଭୂପୃଷ୍ଠର ବା ଭୂଗର୍ଭର ଖୁବ୍ ଗଭୀରରେ ପୋତି ହୋଇ ରହିଥାଏ କୋଉ କୋଇଲା? ନା ବିଟୁମିନସ୍ କୋଇଲା। ଆମେ ଜାଣିଛେ ନା ପୃଥିବୀ ପୃଷ୍ଠର ଆମେ ଯେତେ ଉପରକୁ ଯିବା ତାର ତାପମାତ୍ରା କମିବ ଏବଂ ଭୂପୃଷ୍ଠର ଯେତେ ଗଭୀରକୁ ଯିବା ସେତେ ତାପମାତ୍ରା ବଢ଼ିବ। ତ ଗଭୀରରେ ଓଭିୟସଲି କ'ଣ? ତାପମାତ୍ରା ଅଧିକ ହୋଇଥାଏ ଏବଂ ତାପମାତ୍ରା ଅଧିକ ହେଲେ ତାର ରାସାୟନିକ ଗଠନ ବା ଭୌଗୋଳିକ ଗଠନ ମଧ୍ୟ ସେଇଭଳି ହୋଇଥାଏ। ସାଧାରଣ ଭାବରେ ଆମେ ଯଦି କହିବା, ଆମେ ଯେତେବେଳେ କୌଣସି ଗାତ ଖୋଳୁଛେ କିମ୍ବା ପୋଖରୀ ଖୋଳୁଛେ, ସେଠି ଦେଖିବା ଗୋଟେ ଗୋଟେ ଲେୟାର ଦେଖିବାକୁ ମିଳେ। ଯେତେ ଆମେ ତଳକୁ ଯିବା ସେତେ, କିମ୍ବା ଆମେ ଟ୍ୟୁବୱେଲ୍ ବସିଲା ବେଳେ ଦେଖିଥିବା କିମ୍ବା ପୋଖରୀ ଖୋଳିଲା ବେଳେ ଦେଖିଥିବା, ଯେତେ ଗଭୀରକୁ ଯିବା ସେତେ କଠିନ ସ୍ତର ବା କଠିନ ମୃତ୍ତିକା ଦେଖିବାକୁ ମିଳିଥାଏ। ସେଇଭଳି ଯେତେ ଗଭୀର ହବ ସେତେ କୋଇଲାର ଦୃଢ଼ତା ବଢ଼ି ବଢ଼ିଯିବ। ଦୃଢ଼ତା ବଢ଼ିବା ସହିତ ତାର କଠିନର ମାତ୍ରା ବଢ଼ି ବଢ଼ି ଯାଇଥାଏ। ସେଥିପାଇଁ ବିଟୁମିନସ୍ କୋଇଲା ଭୂଗର୍ଭର ଖୁବ୍ ଗଭୀର ଦେଖିବାକୁ ମିଳେ, ସେଥିପାଇଁ ଏଇଟା ଅଧିକ କଠିନ ହୋଇଥାଏ ଇନ୍ କମ୍ପାରିଜନ୍ ତମର ପିଟ୍ କୋଇଲା ଏବଂ ଆମେ କ'ଣ ପଢ଼ିଲେ? ଲିଗ୍ନାଇଟ୍ କୋଇଲା, ରାଇଟ୍। ଏହି କୋଇଲାକୁ ଆମେ କୋଉଠି ବ୍ୟବହାର କରୁଛେ? ଏହି କୋଇଲା ଘରୋଇ ଇନ୍ଧନ ପାଇଁ ବ୍ୟବହାର କରୁଛେ, ଇଟା ତିଆରି କାରଖାନା ପାଇଁ ବ୍ୟବହାର କରୁଛେ, ଲୌହ ଇସ୍ପାତ କାରଖାନାରେ ବ୍ଲାଷ୍ଟ ଫର୍ନେସରେ ଲୁହା ପଥର ଗଳନ ପାଇଁ ବ୍ୟବହୃତ କରାଯାଉଛି। ବ୍ଲାଷ୍ଟ ଫର୍ନେସର କାମ କ'ଣ? ଲୁହା ପଥର ଗଳନ କ'ଣ? ନା ଲୁହା ପଥର ଆମେ ଖଣିଜ ସମ୍ବଳରେ ପଢିଛେ, ଖଣିଜ ପିଣ୍ଡ ଆମେ କାହାକୁ କହୁଛେ ଏବଂ ତାର କେମିତି ନାମକରଣ କରୁଛେ? ନା ଯଦି ଯୋଉ ଖଣିଜର ପରିମାଣ ପିଲାମାନେ ଆମେ ଖଣିଜ ସମ୍ବଳରେ ଆମେ ଜାଣିଥିଲେ ଯେ ଖଣିଜ ପିଣ୍ଡ, ଖଣିଜ କ'ଣ? ନା ଯେଉଁ ଖଣିଜ ପିଣ୍ଡରେ ଯେଉଁ ଖଣିଜର ପରିମାଣ ଅଧିକ ଥାଏ ତାଙ୍କ ନାଁରେ ନାମିତ ହୋଇଥାଏ। ଯେମିତି ଲୌହ ଯଦି ଅଧିକ ରହିଲା ତାକୁ ଲୌହ ଖଣିଜ କହିବା ଏବଂ ସେଗୁଡାକ କେମିତି ଆମେ ଏକ୍ସଟ୍ରାକ୍ଟ କରିବା ତା ଭିତରୁ? ନା ବ୍ଲାଷ୍ଟ ଫର୍ନେସ ଦ୍ୱାରା ଏକ୍ସଟ୍ରାକ୍ଟ କରାଯାଇଥାଏ। ସେ ଯେଉଁ ବ୍ଲାଷ୍ଟ ଫର୍ନେସରେ କାହାକୁ ବ୍ୟବହାର କରାଯାଇଥାଏ? ଶକ୍ତି ଭାବରେ ଶକ୍ତି ଉତ୍ପାଦନ କରିବା ପାଇଁ ବା ସେ ଯେଉଁ ଲୁହା ପଥରକୁ ଗଳନ କରିବା ପାଇଁ ଆମେ ବିଟୁମିନସ୍ କୋଇଲା ବ୍ୟବହାର କରିଥାଉ। ଏଥିରେ 60ରୁ 80% ଅଙ୍ଗାରକ ରହିଥାଏ। ଯେତେ ଅଙ୍ଗାରକ ରହିବ ସେତେ ଶକ୍ତି ପ୍ରଦାନ କରିବ। ନେକ୍ସଟ ରହିଲା କ'ଣ? ଆନ୍ଥ୍ରାକ୍ସାଇଟ୍ କୋଇଲା। ଆନ୍ଥ୍ରାସାଇଟ୍ କୋଇଲା ସର୍ବୋତ୍କୃଷ୍ଟ କଠିନ କୋଇଲା। ଏଥିରେ ଶତକଡ଼ା ପ୍ରାୟ 90ରୁ 95% ଭାଗ ଅଙ୍ଗାରକ ଥାଏ। ଜାଳେଣୀ ଭାବରେ ଏହା ଅଧିକ ତାପ ପ୍ରଦାନ କରିଥାଏ। ଏହି କୋଇଲା ଚିକ୍କଣ ଗାଢ଼ ରଙ୍ଗର ହୋଇଥାଏ। ତେଣୁ ଦେଖିପାରୁଥିବ ପୁରା ବ୍ଲାକ୍ କଲର ଦେଖାଯାଇଥାଏ।
तो ये आम जानिले कौन कोईलार प्रकार भेद ता सर्वोत्कृष्ट कोईला हूँ आंथ्रासाइड कोईला जो थी कि 90 to 95% कार्बन थाए आउ निम्न मानर सब निम्न मानर कोईला हूँ पीट पीट कोईला बुझीगला पीट कोईला 50% कार्बन थाए तापर रहा कौन आमर लिग्नाइट कोईला निम्न मानर कोईला अटे जो थी कि 60% अंगारक रही था तापर आम पढ़ा पिला माने भारतर मुख्य दुईटी भूतात्विक काल में कोईला सृष्टि होता कोईला केबे सृष्टि होता आउ केमिति सृष्टि होता आम प्रथम पढ़ा गोटे हूँ गंडवाना काल बा जुग द्वितीय हूँ टर्सियरी काल बा जुग गंडवाना काल सब ओल्ड बा बहुत वर्ष पर लक्ष लक्ष वर्ष पूर्वे आम आम जदि पृथ्वीर गठन विषय पढ़ा तेल पृथ्वी केमी सृष्टि होता जिते पृथ्वी सृष्टि होता दीटा पार्ट कहला से गोटे हूँ पांजिया आ गोटे पांथेलासा पांजिया कहले कौन जो स्थलभूमि कहला पांथेलासा मीन्स जलभूमि को पांथेलासा कहला पिला माने आमे कहते पांजिया आउ पांथेलासा पांजिया माने 20 कोटी वर्ष पूर्व जिते पृथ्वी सृष्टि होता से 7टी महादेश ना बर्तमान आम जो देखुचे 7टी महादेश और 5टी महासागर यही नाला 20 कोटी वर्ष पूर्व केवल दुईटी पार्ट था गोटे हूँ जलभाग गोटे हूँ स्थल भाग कहला पांजिया एवं जलभाग कहला पांथेलासा ये जो पांजिया रहा पांजिया पुणी कौन है ना समय अनुसार तार प्लेट मुवमेंट है प्लेट मुवमेंट खंड विखंड हवा फल पांजियार दीटा पार्ट होगा गोटे हूँ लरेसिया ऊपर पार्ट को कहगला लरेसिया आउ तल पार्ट को कहगला गंडवाना लैंड आमर ये जो भारत भारतर निम्न भूमि जोटा कि दक्षिण भारत सृष्टि होमती हिमालय पर्वत सृष्टि होमती गंडवाना लैंड किसी पार्ट आसिक लरेसिया बा यूरेसिया लैंड सहित धक्का होगी सेठी आम हिमालय पर्वत सृष्टि होती वर्तमान जो भारत आम देखिपे वर्तमान भारत सृष्टि तो आम आम जागल कौन गंडवाना लैंड कहीं गंडवाना काल कहीं कहुए ना जेहेतु वर्तमान जो आफ्रिकार किसी पार्ट आसिक आम इंडिया जो दक्षिण भारत सृष्टि होती दाक्षिणात्य मालभूमि कहुए से पार्टी कौटू आसी ना गंडवाना लैंड से गंडवाना काल कहुए नेक्स्ट हूँ टर्सियरी काल कौन बहुत नुआ बा 50 नियुत वर्ष गंडवाना काल के सृष्टि 200 नियुत वर्ष पूर्व एवं टर्सियरी काल सृष्टि होता 50 नियुत वर्ष पुराणा टर्सियरी जुगर कोईला उत्तर पूर्व भारत मेघालय आसाम अरुणाचल प्रदेश और नागालैंड देखा मिले आम गंडवाना काल कोईला कथा पढ़ले नेक्स्ट टर्सियरी काल कोईला आम पढ़ले आउ क्यों क्यों जगार मिलता है आम जानिले गंडवाना काल कौटी मिले ना दक्षिण भारत प्रायतः गोदावरी महानदी दामोदर सोन और वार्छा नदी उपत्यका देखा मिलता है सेकेंड हूँ टर्सियरी काल कोईला टर्सियरी कोईला ताको कौटी मिलता है ना मेघालय आसाम अरुणाचल कहीं ये नूतन भाव में सृष्टि विद्युत केन्द्र गुड़िकर कोईला खनि स्थान कि यार आखपाख स्थान स्थापित होता है विद्युत केन्द्र जो विद्युत उत्पादन करा जाए ये सब कौटी निर्माण कर कोईला कहीं कोईला विद्युत शक्ति कहीं कोईला विद्युत शक्ति उत्पादन कराए कहीं कोईला एक ओजनिया वस्तु मात्र जाड़ा समय यार ओजन ह्रास पाए और सर्वशेष पाउंस परिणत हुए एपाई भारी शिल्प एवं तापज विद्युत केन्द्र गुड़िक कोईला खनि स्थान कि यार आखपाख स्थान स्थापित होता है जेहेतु कोईला एक भारी जिनस आपको ट्रांसपोर्टेशन करने अधिक खर्च होता है से जो कोईला मिले से ही पाखापाखि स्थान में विद्युत उत्पादन केन्द्र स्थापित होता है जोटा कि कोईलार सृष्टि होता है जाळेनी शक्ति हिसाब से कोईलार व्यवहार सर्वाधिक रासायनिक शिल्प क्षेत्र में कोईला मुख्य कंचामाल रूप व्यवहृत हुए रासायनिक पदार्थ रंग सार सिंथेटिक विस्फोरक आदि उत्पादन पर कोईला कंचामाल रूप व्यवहृत होता है एथुरु उप उत्पाद भाव में आल्कातारा सल्फर बेंजीन आमोनिया बाष्प और नाफिया आदि मिलता है जहाँ से कोईलारू एत सब उत्पाद सृष्टि होता है एत सब पदार्थ सृष्टि होती कृष्ण हीरक कहुए पिला क्वेश्चन आसो कोईला को कहीं कृष्ण हीरक कहुए तमें यही पार्ट तुम लिखिपर कोईलार आवंटन और व्यवहार कोईला
କେଉଁ କେଉଁ ଜାଗାରେ ଅବସ୍ଥିତ ଅଛି, ଭାରତର କେଉଁ କେଉଁ ଜାଗାରେ ଦେଖିବାକୁ ମିଳିଥାଏ ଏବଂ କେଉଁ କେଉଁ କ୍ଷେତ୍ରରେ ବ୍ୟବହାର କରାଯାଇଥାଏ। ପ୍ରାୟ 2/3 କୋଇଲା ମାନେ 3 ଭାଗରୁ 2 ଭାଗ କୋଇଲା ଝାଡ଼ଖଣ୍ଡ, ଛତିଶଗଡ଼, ଓଡ଼ିଶା ଓ ମଧ୍ୟପ୍ରଦେଶରେ ଉତ୍ପାଦିତ ହୁଏ। ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଏବଂ ଉତ୍ତରପ୍ରଦେଶର ପ୍ରାୟ 1/3 କୋଇଲା ଉତ୍ପାଦନ ହୋଇଥାଏ। ମୁଖ୍ୟ କୋଇଲା ଖଣି ଗୁଡ଼ିକ ହେଲା ଝରିଆ, ବୋକାରୋ, ଗିରିଡିହ କୋଉଠି ଝାଡ଼ଖଣ୍ଡରେ, ରାଣୀଗଞ୍ଜ ପଶ୍ଚିମବଙ୍ଗ, କୋବ୍ରା ଛତିଶଗଡ଼, ତାଳଚେର, ରାମପୁର, ଇବ୍ ଉପତ୍ୟକା କୋଉଠି ଓଡ଼ିଶାରେ, ଇବ୍ ଉପତ୍ୟକା କୋଉଠି ଅଛି ଓଡ଼ିଶାରେ, ଏବଂ ସିଙ୍ଗୁଲି କୋଉଠି ମଧ୍ୟପ୍ରଦେଶ। ଦେଶର ଉତ୍ପାଦିତ 2/3 କୋଇଲା କେବଳ ତାପଜ ବିଦ୍ୟୁତ ଶକ୍ତି ଉତ୍ପାଦନ ଓ ଅବଶିଷ୍ଟ 1/3 ଲୌହ ଇସ୍ପାତ, ସିମେଣ୍ଟ, ସାର ଓ ରାସାୟନିକ ପଦାର୍ଥ ଓ ଜାଳେଣୀ ହିସାବରେ ବ୍ୟବହୃତ କରାଯାଇଥାଏ। ତାପଜ ବିଦ୍ୟୁତ ଶକ୍ତି କୋଇଲା, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ବ୍ୟବହାର କରି ଉତ୍ପାଦନ କରାଯାଏ। ମାତ୍ର ଏଗୁଡ଼ିକ ସରନ୍ତି ଓ କ୍ଷୟଶୀଳ ସମ୍ବଳ। ଆମେ ଜାଣିଲେ ଯେ କୋଇଲାକୁ କେଉଁ କେଉଁ ଜାଗାରେ ଆମେ ଦେଖିବାକୁ ମିଳେ ବା କୋଇଲା ଆମ ଭାରତରେ କୋଇଲା କେଉଁ କେଉଁ ରାଜ୍ୟରେ ଦେଖିବାକୁ ମିଳେ ଏବଂ କୋଇଲା ଖଣି କେଉଁ କେଉଁ ରାଜ୍ୟରେ ଅଛି। ଯଦି ଆମେ ଏଇ ମ୍ୟାପକୁ ଦେଖିବା, ମ୍ୟାପରେ ଦେଖାଯାଇଛି କୋଇଲା ଖଣି କୋଉଠି କୋଉଠି ଅଛି ନା ଓଡ଼ିଶାର ତାଳଚେରରେ, ଦେନ୍ ଝରିଆ, ବୋକାରୋ ଗିରିଡିହ ଝାଡ଼ଖଣ୍ଡ, ବୋକାରୋ ବି ଝାଡ଼ଖଣ୍ଡ, ରାଣୀଗଞ୍ଜ ପଶ୍ଚିମବଙ୍ଗ, କୋବ୍ରା ଛତିଶଗଡ଼, ଏଇ ସବୁ ଜାଗାରେ ଅଧିକାଂଶ ପରିମାଣରେ କୋଇଲା ଖଣି ଦେଖିବାକୁ ମିଳିଥାଏ। ତୁମେ ନିଜ ଭୂଗୋଳ ବହିର ଏଇ ମ୍ୟାପରେ ଦେଖିପାରିବ ଭଲସେ, ତାକୁ ଦେଖିକି ମନେ ରଖିବ। ନେକ୍ସଟ କ୍ଲାସରେ ଆମେ ପଢିବା ପେଟ୍ରୋଲିୟମ ପରେ ପ୍ରାକୃତିକ ଗ୍ୟାସ ଓ ବିଦ୍ୟୁତ ଶକ୍ତି